एजुकेशनल एक्सपोर यूट्यूब चैनल रे आपण मानकु स्वागत। आजिकार वीडियो रे आमे एलटीआर टीचर्स मानकर सैलरी केते रहिबो ता विषय आलोचना करिबा। तो जदि आमे एलटीआर टीचर मानकर ग्रेड पे देखिबा तो जो माने एलटीआर टीचर हिसाब रे रिसेंटली अपॉइंटमेंट पाइछंती आ जो माने पाइबा को जाउछंती तांकर जो ग्रेड पे रहुची ना केते रहुची ना 4200 ग्रेड पे हला 4200। आउ जो बेसिक पे हला एई बेसिक पे सेल वन जो रहुची ए 4200 रो तो केते रहुची ना 35400 सेल वन रे 35400। तापरे आपण जानिथिबे वर्तमान जो डीए अछि तार डियरनेस अलाउंस केते परसेंट अछि ना 58% अछि। तो एई जो 50% ଆମେ କାଉଣ୍ଟ କରିବା 0.58 ଇଣ୍ଟୁ ଏଇ 35400 ର 58% ତ କେତେ ହେବ ନା ଆପଣ ମାନଙ୍କର ଏହା ହଉଛି 20532 ଟଙ୍କା। 35400 ର 58% ହେଲା 20532 ଟଙ୍କା। ଆଉ ଗୋଟେ ଜିନିଷ ଆପଣ ମନେ ରଖନ୍ତୁ ଏଇ ଯୋଉ ଡିଏ ଆପଣ ମାନଙ୍କର ପର ଇୟର ଯୋଉ ପର ଇୟର କଣ ହେବ ନା ଦୁଇ ଥର ବଢିବ, ଟୁ ଟାଇମ୍ସ ବଢିବ ଆପଣ ମାନଙ୍କର। ଆଉ ପାଖାପାଖି ଆପଣ ମାନିକି ଚାଲନ୍ତୁ ଆପଣ ମାନଙ୍କର ଯୋଉ ଡିଏଟି ରହୁଛି ପାଖାପାଖି 6-7% ପ୍ରତ୍ୟେକ ବର୍ଷ ବଢିବ। ତ 20532 ହେଲା। ତାପରେ ଆପଣଙ୍କୁ ଗୋଟେ ଏଚଆରଏ ମିଳେ, ଏଚଆରଏ ହେଲା ଆପଣ ମାନଙ୍କର ଯୋଉ ଏଇ ଯୋଉ 4%। ତ 35400 ର 4% ତ ଆପଣଙ୍କର କେତେ ହଉଛି ନା 1416 ଟଙ୍କା ଆପଣ ମାନଙ୍କର ହେଲା ଏଚଆରଏ ହାଉସ ରେଣ୍ଟ ଯୋଉଟା ମିଳେ। ଆଉ ଏଇଠି ଯୋଉ ଏଚଆରଏ ଯୋଉ ରହୁଛି 4% ଏଇଟା ଡିଫର କରେ ଯୋଉ ଆପଣ ସବୁ କୋଉ ଡିଷ୍ଟ୍ରିକ୍ଟର ହେଡକ୍ୱାର୍ଟର ରହୁଛନ୍ତି ଆପଣଙ୍କୁ ଏଠି 8% ମିଳିବ। ତାପରେ ଯୋଉ ଆପଣ ଭୁବନେଶ୍ୱର ରାଉରକେଲା ଏମିତି ବଡ ବଡ ସିଟିରେ ରହୁଛନ୍ତି ଆପଣଙ୍କୁ 12% 16% ବି ଆପଣଙ୍କର ଏଚଆରଏ ମିଳିଥାଏ। ତ ଆମେ ଗୋଟିଏ ଯୋଉ ରୁରାଲ ଏରିଆ ନେଇକି ଗୋଟେ ଯୋଉ ମାନେ ମ୍ୟାକ୍ସିମମ୍ ଯୋଉ 4% ଦିଏ ଟିଚର ମାନଙ୍କୁ ମିଳିଥାଏ ଯୋଉ ମ୍ୟାକ୍ସିମମ୍ କାରଣ ରୁରାଲ ଏରିଆରେ ବିଲଙ୍ଗ କରନ୍ତି ପୋଷ୍ଟିଂ ହୁଅନ୍ତି। ତ ଆମେ 4% ହିସାବରେ କାଉଣ୍ଟ କରିବା ତାହେଲେ ଆପଣଙ୍କର କେତେ ଟଙ୍କା ମିଳୁଛି ନା 1416 ଆପଣ ମାନଙ୍କର ନା କୋଉଟା ହେଲା ନା ଏଚଆର ହେଲା। ତାପରେ ଯଦି ଆମେ ଦେଖିବା ଏଠି ଯୋଉ ଆପଣ ମାନଙ୍କର ଏବେ ଯୋଉ ରହିଲା ଡିଡକ୍ସନ ଗୋଟେ ହୁଏ ଆପଣ ମାନଙ୍କର କଣ ନା 10% କଣ ହେବ ନା ଡିଡକ୍ସନ ହେବ। ଡିଡକ୍ସନ କଣ ପାଇଁ ହେବ ନା ଆପଣ ଜାଣିଥିବେ ଏନପିଏସ ପାଇଁ। କାହାର ଡିଡକ୍ସନ ହେବ ଏଇ ଆପଣ ମାନଙ୍କର ବେସିକ ପେ ପ୍ଲସ୍ ଡିଏ ଯେତେ ରହୁଛି ତାର 10%। ତାହେଲେ ଆପଣଙ୍କ ଏଇ ଯୋଉ ଯଦି ଆମେ ଏଇ ଯୋଉ 35400 20532 କୁ ଆଡ କରିଦେବା ତାହେଲେ କେତେ ହଉଛି ନା 55932 ର ଆପଣ ଏଇ ପଇସା ର 10% ଆପଣଙ୍କର କଣ ହେବ ନା 10% ଡିଡକ୍ଟ ହେବ। ତ 10% କେତେ ହେଇଗଲା ଆପଣ ମାନଙ୍କର 5593 ଟଙ୍କା ଆପଣଙ୍କର ଏଠୁ ଡିଡକ୍ଟ ହେବ। 5593 ଟଙ୍କା ଆପଣ ମାନଙ୍କର କଣ ହେବ ନା ଡିଡକ୍ଟ ହେବ। ତାହେଲେ କୋଉ ଆପଣ କେତେ ଟଙ୍କା ରହିଲା ଆଉ ଆମେ ଯଦି ହିସାବ କରିବା ଏଠି ତାହେଲେ ଆପଣ ମାନଙ୍କର ସାଲାରୀ କେତେ ବଞ୍ଚିଲା ଏଠି ଆଉ ରହିଲା ଯୋଉ ଅ 50,339 ଟଙ୍କା ଏହା ଆପଣଙ୍କର ବଞ୍ଚିଲା। ଆଉ ଏଇ ଯୋଉ ଏଚଆର ରହୁଛି 1416 ଟଙ୍କା ତ ଆପଣଙ୍କ ଟୋଟାଲ କେତେ ହେଲା 51,755 ଟଙ୍କା ଏବେ ରହିଲା। 51,755 ଟଙ୍କା ଏଥିରୁ ଆପଣଙ୍କର ପର ମନ୍ଥ 200 ଟଙ୍କା କଣ ହେବ ନା ଆପଣଙ୍କର ଯୋଉ ଗୋଟେ ପ୍ରଫେସନାଲ ଟ୍ୟାକ୍ସ କଟିବ ତାହେଲେ ଆପଣଙ୍କ ସାଲାରୀ କେତେ ହେଲା 51,555 ଟଙ୍କା ଆପଣ ପର ମନ୍ଥ ପାଇବେ। ଆପଣଙ୍କର ସାଲାରୀ କେତେ ହେଲା 51,555 ଟଙ୍କା ଆପଣ ପର ମନ୍ଥ ପାଇବେ। ଏହା ଆପଣଙ୍କର ଯୋଉ ସାଲାରୀ ରହିବ। ତ ଏହା ଥିଲା ସମ୍ପୂର୍ଣ୍ଣ ଭିଡିଓ। ଆହୁରି ଏମିତି କେବେ ଦେଖିବା ପାଇଁ ଆପଣ ଏଜୁକେଶନାଲ ଏକ୍ସପୋର ୟୁଟ୍ୟୁବ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରିଦିଅନ୍ତୁ। ଥ୍ୟାଙ୍କ ୟୁ ଧନ୍ୟବାଦ।